ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଜାମକୁଣ୍ଡା ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ବିଳମ୍ବିତ ରାତିରେ ଗ୍ରିଲ୍ କାଟି ନଗଦ ଟଙ୍କା ଏବଂ ଆସବାବପତ୍ର ଲୁଟି ନେଲେ ଦୁର୍ବୃତ୍ତ। ଆଜି ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କ ଖୋଲାଥିବା ଦେଖି ବାଲିଆପାଳ ପୋଲିସ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇ ବାଲିଆପାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ସୂଚନା ମିଳିନି। ଅନ୍ୟପଟେ ବ୍ୟାଙ୍କଠାରୁ 200 ମିଟର ଦୂରରେ ଥିବା ତ୍ରିନାଥ ଜୁଏଲାର୍ସ ନାମକ ଗହଣା ଦୋକାନରୁ ମଧ୍ୟ ସଟର ତାଡ଼ି ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମୁଁ ହେଉଛି ହରେନ୍ଦ୍ର ରଣା, ମୋ ଘର ଜାମକୁଣ୍ଡା, ମୋ ବାପା ନାଁ ହେଉଛି ଆଦିକନ୍ଦ ରଣା। ତ୍ରିନାଥ ଜୁଏଲାର୍ସ ମୁଁ ଆଜି ଦୀର୍ଘ 25 ବର୍ଷ ହେଲା ଦୋକାନ କରିନି। ଦୋକାନ ଏପଟେ ଥିଲା, ଆର ପଟେ ଭାଙ୍ଗି ଯାଇକି ସେପଟେ 5 ବର୍ଷ ହେଲା କରିନି। 5 ବର୍ଷର ବ୍ୟାଙ୍କର ଲୋନ୍ ନେଇକି ଦୋକାନ କରିଛି। ମୁଁ ସନ୍ଧ୍ୟା ରାତି 8ଟା 9ଟା ସୁଦ୍ଧା ମୁଁ ବନ୍ଦ କରିକି ଘରକୁ ଗନି, ତାଲା ସବୁ ମାରିକି ଗନି। ସକାଳ 6ଟା ବେଳେ ଆସିବାକୁ ତାଲା ଭାଙ୍ଗା ହେଇଛି, ଆଉ ଜିନିଷପତ୍ର କିଛି ନାହିଁ। ମିନିମମ୍ଟା 7-8 ଲକ୍ଷ ପାଖାପାଖି ଗହଣା ଥିଲା, ଆଉ ତା ଭିତରେ ସବୁ ଇନ୍ସୁରାନ୍ସ ଖାତାପତ୍ର ସବୁ କିଛି ପଇସା 2 ଲକ୍ଷ ଟଙ୍କା ଥିଲା। ଏଇ 7-8 ଲକ୍ଷ ଟଙ୍କା ଭିତରେ ହେବ। ଧରା ଚୋରଟାକୁ ଧରିକି ପାଇମି ସେ ଜିନିଷପତ୍ର ପାଇମି ସେ ନା ଆଜ୍ଞା ନାହିଁ। ଛୋଟିଆ ଦୋକାନ, ସିସି କ୍ୟାମେରା ନାହିଁ। ଆଉ ଦୋକାନ ଲୋନ୍ କରିକି ଦୋକାନ କରିଥିଲି ଆଜ୍ଞା।